ସ୍ଥାନ ଭ୍ରମଣର ପଞ୍ଚମ ଦିନରେ ଉଦୟପୁରରେ ପହଞ୍ଚୁ ପହଞ୍ଚୁ ଅବଶ୍ୟ ଟିକେ ଡେରି ହୋଇଯାଇଥିଲା। ପାଗ ବି ଟିକେ କୋହଲା ଥିଲା। ତଥାପି ଆମେ ପ୍ରଥମେ ଫତେସାଗର ଲେକ୍ ପାଖରେ କିଛି ସାଇଡ୍ ଭ୍ୟୁ ଦେଖି ସ୍ମୃତିଚିହ୍ନ ରଖିନେଲୁ। ତାପରେ ଗଲୁ ଉଦୟପୁରର ସିଟି ପ୍ୟାଲେସ୍। ପିଚୁଲା ଲେକ୍ କୂଳରେ ଅବସ୍ଥିତ ଏହି ପ୍ରାସାଦ ମହାରାଣା ପ୍ରତାପଙ୍କର ଜୀବନୀକୁ ଉଜ୍ଜୀବିତ କରି ତୋଳେ। ପିଚୁଲା ଲେକ୍ରେ ବୋଟିଂ କରିବାକୁ ଇଚ୍ଛା ହେଉଥିଲା, କିନ୍ତୁ ସମୟ ଅଭାବରୁ ମନକୁ ବୁଝେଇଦେଲୁ। ଏତେ ବଡ଼ ପ୍ରାସାଦ ଭିତରେ ବିଭିନ୍ନ ଯୁଦ୍ଧ କବଚ, ବିପୁଳ ଅସ୍ତ୍ରଶସ୍ତ୍ର ଯଥା ଛୁରା, ଖଣ୍ଡା, ତରବାରୀ, ବର୍ଚ୍ଛା, ଧନୁତୀର, ଗୁପ୍ତି, ବନ୍ଧୁକ ଆଦି ଦେଖୁ ଦେଖୁ ନଜର ପଡ଼ିଗଲା ଏକ ସୁନ୍ଦର ସୁସଜ୍ଜିତ ଘୋଡ଼ା ଉପରେ। ଆରେ, ଇଏ ତ ଚେତକ, ମହାରାଣା ପ୍ରତାପଙ୍କ ପ୍ରିୟ ଘୋଡ଼ା, ଯାହା ମୁହଁରେ ସବୁବେଳେ ହାତୀ ଶୁଣ୍ଢଟେ ଲଗେଇ ଯୁଦ୍ଧଭୂମିକୁ ନିଆଯାଉଥିଲା। ତା କି ଶତ୍ରୁ ହାତୀ ଓ ଘୋଡ଼ାର ଭ୍ରମରେ ପଡ଼ି ବୁଦ୍ଧିହୀନ ହୋଇଯିବ। ବାଃ, କି ବୁଦ୍ଧି! ତାପରେ ଯାହା ଦେଖିଲୁ, ନିଶ୍ଚିତ ଭାବେ ହୃଦୟ ଫୁଲି କୁଣ୍ଢେ ମୋଟ ହୋଇଯିବ। କ'ଣ କହିଲେ ଦେଖି? ଗୋଟିଏ ପାତ୍ରରେ ଭରା କିଛି ମାଟି। ହଁ ଆଜ୍ଞା, ଏ ସାମାନ୍ୟ ମାଟି ନୁହେଁ, ହଳଦୀଘାଟି ଯୁଦ୍ଧଭୂମିର ମାଟି। ଏଇ ମାଟି ମହାରାଣା ପ୍ରତାପଙ୍କ ମୋଗଲ ସମ୍ରାଟ ଆକବରଙ୍କ ଉପରେ ବିଜୟର ମାଟି। ଦେଶ ମାତୃକାର ବିଜୟ ତିଳକ ଏଇ ମାଟି। ସେ ମାଟିକୁ କୋଟି କୋଟି ପ୍ରଣାମ। ଆମେ ଆଗକୁ ବଢ଼ିଲୁ। ବିରାଟ ଏକ ଲକ୍ଷକୁଣ୍ଡ। ମହାରାଜାଙ୍କର ରାଜ୍ୟାଭିଷେକ ପରେ ଏଠାରେ ଲକ୍ଷ ରୌପ୍ୟ ମୁଦ୍ରା ଜମା କରାଯାଉଥିଲା, ଯାହାର ଏକ ଚତୁର୍ଥାଂଶ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ଏବଂ ବାକି ଅନ୍ୟାନ୍ୟ ପୁଣ୍ୟ କାର୍ଯ୍ୟରେ ଲାଗୁଥିଲା। ମୁଖ୍ୟ ଫାଟକକୁ ବନ୍ଦ କରିବାକୁ ଏକ ବିରାଟ କାଠ ଚାବି, କିରୋସିନି ଚାଳିତ ଟେବୁଲ ପଙ୍ଖା, ବିରାଟ ବିରାଟ ପିତ୍ତଳ ନିର୍ମିତ ବାସନ କୁସନ, ଖଟ ପଲଙ୍କ, ଅନ୍ୟାନ୍ୟ ଆସବାବପତ୍ର, ପକ୍ଷୀଘର, ଯଜ୍ଞକୁଣ୍ଡ ଆଦି ବୁଲିବା ପରେ କିଛି ଫଟୋ ଉଠାଇଲୁ। ତାପରେ ରାଜାରାଜୁଡ଼ାଙ୍କ ରୋଷେଇ ଘର, ତାଙ୍କ ରୋଷେଇ ସରଞ୍ଜାମ, ଗାଧୁଆ ଘରର ପାଣିକୁଣ୍ଡ, ସୁସଜ୍ଜିତ ଝୁଲା ଆଦି ଦେଖି ମନମୁଗ୍ଧ ହୋଇଗଲା। ଏତେ ବଡ଼ ପ୍ରାସାଦ ଭିତରେ ସୀସାଖଚିତ ମହଲ, ରାଣୀମାନଙ୍କର ଶୃଙ୍ଗାର ଗୃହ, ସିନ୍ଦୁକ ସବାରି ସହିତ ମହାରାଜାଙ୍କର ଶହ ଶହ ବୀଣା, ତୁରୀ, ହାରମୋନିୟମ, ଗିତାର, ବଂଶୀ, ସିତାର, ମୃଦଙ୍ଗ, ତବଲା ଆଦି ରାଜବଂଶର ସଙ୍ଗୀତ ଓ କଳାପ୍ରେମକୁ ନିର୍ଦ୍ଦେଶନ କରେ। ଏତେ ବଡ଼ ମହାପ୍ରାସାଦ ଭିତରେ ସ୍ୱଳ୍ପ ସମୟ ମଧ୍ୟରେ ସମସ୍ତ ଫଟୋ ବା ଭିଡ଼ିଓ ଦେଖାଇବା ସମ୍ଭବ ହୋଇପାରୁନାହିଁ। ସଡ଼କ ଚାଳିତ ରେଳଗାଡ଼ି ଏଠାରେ ମଧ୍ୟ ଅନ୍ୟ ଏକ ଅନୁଭୂତି। ସେଦିନର ଶେଷ ଡେଷ୍ଟିନେସନ୍ ଥିଲା କରଣୀମାତା ମନ୍ଦିର। ଉଦୟପୁରରେ କରଣୀମାତା ମନ୍ଦିର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ। ରୁପ୍ ୱେରେ ବସି ଦେବୀଙ୍କ ଦର୍ଶନ ନିମନ୍ତେ ପହଞ୍ଚିଗଲୁ ପାହାଡ଼ର ଶୀର୍ଷରେ।